ଅଗଷ୍ଟ 1 ତାରିଖରୁ ଲାଗୁ ହେବାକୁ ଯାଉଛି ଏ 5ଗୋଟି ନୂଆ ନିୟମ, ଯାହା ଆପଣମାନେ ସମସ୍ତେ ଜାଣି ରଖିବା ନିହାତି ଜରୁରୀ ଆଉ ଆପଣଙ୍କର କାମରେ ଆସିଯିବ। ଯାହାକି ଏଲ୍ପିଜି ସିଲିଣ୍ଡର, ଟ୍ରେନ୍ ଟିକେଟ୍, ବ୍ୟାଙ୍କିଂ ସମ୍ବନ୍ଧୀୟ ଏମିତିକି 5ଗୋଟି ନୂଆ ନିୟମ এই ଅଗଷ୍ଟ 1ରୁ ଲାଗୁ ହେବାକୁ ଯାଉଛି ସାରା ଦେଶରେ। ତେବେ ଆସନ୍ତୁ ଭିଡ଼ିଓରେ ଜାଣିବା। ତା ପୂର୍ବରୁ ଭିଡ଼ିଓ ଗୋଟେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଦେଖନ୍ତୁ, ଚଳିତ ମାସରେ ଏଲ୍ପିଜି ଦରରେ ପରିବର୍ତ୍ତନ ହେବାକୁ ଯାଉଛି। ଜୁଲାଇ 1ରେ ତୈଳ ବିପଣନ କମ୍ପାନୀଗୁଡ଼ିକ 19 କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ହ୍ରାସ ଘୋଷଣା କରିଥିଲେ। ତଥାପି ଏହି ହ୍ରାସ 19 କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ କରାଯାଇଥିଲା, ଯାହାଫଳରେ ଦିଲ୍ଲୀରେ ଏହାର ମୂଲ୍ୟ 183 ଟଙ୍କା ହ୍ରାସ ପାଇ 3113 ଟଙ୍କାରୁ 2930 ଟଙ୍କାକୁ ହୋଇଥିଲା। ତେବେ 14 କିଲୋଗ୍ରାମ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ପୂର୍ବପରି ସ୍ଥିର ରହିଛି। ତେବେ ଏଲ୍ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ରୋଷେଇ ଘର ବଜେଟକୁ ଦୋହଲାଇ ଦେଇପାରେ, ଯାହାକି ଅଗଷ୍ଟ 1ରେ ପରିବର୍ତ୍ତନ ହେବାକୁ ଯାଉଛି। ସେହିପରି ଅଗଷ୍ଟ 1 ତାରିଖରେ ଏଟିଏଫ୍ ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ଆଶା କରାଯାଉଛି। ଯେକୌଣସି ମୂଲ୍ୟ ହ୍ରାସ କିମ୍ବା ବୃଦ୍ଧି ବିମାନ ଯାତ୍ରା ଖର୍ଚ୍ଚକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିପାରେ। ତାଛଡ଼ା ସେହିଭଳି ଅନେକ ବ୍ୟାଙ୍କ ମଧ୍ୟ ଆସନ୍ତା ଅଗଷ୍ଟ 1 ତାରିଖରୁ ସେମାନଙ୍କର ସେବା ଶୁଳ୍କ ସଂଶୋଧନ କରିବେ। ତେବେ ଏହି ବ୍ୟାଙ୍କ ମଧ୍ୟରେ ଉଜ୍ଜୀନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଏହାର ଗ୍ରାହକମାନଙ୍କ ପାଇଁ SMS ଆଲର୍ଟ ଶୁଳ୍କରେ ପରିବର୍ତ୍ତନ କରିବାକୁ ଯାଉଛି। ଏଣିକି ପ୍ରତି SMS ପାଇଁ 30 ପଇସା ଲାଗୁ ହେବ, ଯାହାର ଏକ ମାସିକ ସୀମା ରହିବ। ଏହି ସମୟରେ ବ୍ୟାଙ୍କ ଗ୍ରାହକଙ୍କୁ ଡେବିଟ୍ କାର୍ଡ ରକ୍ଷଣାବେକ୍ଷଣ ଶୁଳ୍କ କିମ୍ବା ଅନ୍ୟାନ୍ୟ ସେବା ଶୁଳ୍କରେ କୌଣସି ପରିବର୍ତ୍ତନ ପାଇଁ ସେମାନଙ୍କର ବ୍ୟାଙ୍କର ନିୟମ ଯାଞ୍ଚ କରିବାକୁ ପରାମର୍ଶ ଦେଇଛି। ତାଛଡ଼ା ଅଗଷ୍ଟ ଆରମ୍ଭରେ ଭାରତୀୟ ରେଳବାଇ ସହିତ ଜଡ଼ିତ ଏହି ନିୟମ ମଧ୍ୟ ପରିବର୍ତ୍ତନ ହୋଇପାରେ। ଯଦି ରିପୋର୍ଟଗୁଡ଼ିକୁ ଠିକ୍ କରାଯାଏ, ତେବେ ଅଗଷ୍ଟ 1 ତାରିଖରେ ରେଳବାଇ ତତ୍କାଳ ଟିକେଟ୍ ବୁକିଂ ପ୍ରକ୍ରିୟାରେ ପରିବର୍ତ୍ତନ ହୋଇପାରେ। ଏହା ଅଧୀନରେ ଟୋକନ ପ୍ରଦାନ କରିବାର ସମୟ ବର୍ତ୍ତମାନ ତତ୍କାଳ ଟିକେଟ୍ ବୁକିଂ ଆରମ୍ଭ ହେବା ସମୟ ସହିତ ସମାନ ହେବ, ଯାହା ରିଜର୍ଭେସନ କାଉଣ୍ଟରରେ ଭିଡ଼ ହ୍ରାସ କରିବାରେ ସାହାଯ୍ୟ କରିବ।